नमस्कार ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ସେକ୍ସନ 21 ଅଫ୍ ଆର୍ଟ 2005। ତା ପୂର୍ବରୁ ମୁଁ ସମସ୍ତ ପବ୍ଲିକ ଇନଫର୍ମେସନ ଅଫିସର ଫାଷ୍ଟ ଆପିଲେଟ୍ ଅଥରିଟି ଏବଂ ସିଟିଜେନ ମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ବିଶେଷ କରି ଲାଇକ୍ ସେୟାର ସବସ୍କ୍ରାଇବ କରିବେ କାରଣ ସବସ୍କ୍ରାଇବ କରିବା ଦ୍ୱାରା ଆମକୁ ଟିକେ ଇନ୍ସପିରେସନ ମିଳୁଛି ନୂଆ ଭିଡିଓ କରିବା ପାଇଁ। ଏବଂ ତା ସହିତ ଆପଣ ସବସ୍କ୍ରାଇବ କଲେ ନୂଆ ନୂଆ ଭିଡିଓ ଯାହା ତିଆରି ହେଉଛି ସେ ସମସ୍ତ ଆପଣଙ୍କ ପାଖକୁ ପଳେଇଯିବ। ତେଣୁ ମୁଁ ରିକ୍ୱେଷ୍ଟ କରୁଛି ଆପଣମାନେ କାଇଣ୍ଡଲି ଟିକେ ସବସ୍କ୍ରାଇବ କରିବେ। ତେବେ ଆଜିର ବିଷୟବସ୍ତୁକୁ ଯିବା ପୂର୍ବରୁ ଗୁଡ୍ ଫେଥ୍ ର ମିନିଂ କଣ, କୋଉ ଅର୍ଥରେ ଆପଣଙ୍କର ଗୁଡ୍ ଫେଥ୍ ବୋଲିକି ୟୁଜ କରାହେଇଛି, ତାକୁ ନେଇକି ଆମେ ତମାମ ବିବରଣୀ ଉପରେ ଆଲୋଚନା କରିବା। ତେବେ ଆଜି ସେକ୍ସନ 21 ରେ ଯାହା କୁହାଯାଇଛି ପ୍ରୋଟେକ୍ସନ ଅଫ ଆକ୍ସନ ଟେକେନ୍ ଇନ୍ ଗୁଡ୍ ଫେଥ୍। ପ୍ରୋଟେକ୍ସନ ଅଫ ଆକ୍ସନ ଟେକେନ୍ ଇନ୍ ଗୁଡ୍ ଫେଥ୍। ଜଣେ ପିଆଇ ଯଦି ଗୁଡ୍ ଫେଥ୍ ରେ କାର୍ଯ୍ୟକ୍ରମ କରିଛନ୍ତି ତାଙ୍କ ବିରୁଦ୍ଧରେ କୌଣସି ମାଲି ମୋକଦ୍ଦମା ବା କୌଣସି ପ୍ରକାର ସୁଟ୍ ପ୍ରସିକ୍ୟୁସନ କରାଯାଇ ପାରିବ ନାହିଁ। ଏ କଥାଟି ଆପଣଙ୍କର ଅଛି ଆକ୍ଟରେ, କିନ୍ତୁ ପ୍ରକୃତପକ୍ଷେ ତାକୁ କେମିତି ଜଷ୍ଟିଫାଏ କରିବା, କୋଉ ଆଧାରରେ ତାକୁ ଜଷ୍ଟିଫାଇ, ହ୍ୱାଟ ଇଜ ଦ ସବଷ୍ଟାନ୍ସ ଅଫ ଦିସ୍ ଗୁଡ୍ ଫେଥ୍ ୱାର୍କ ଅଫ ଦ ପିଆଇଓ, ସେଇଟାକୁ ଆମେ ଜଷ୍ଟିଫାଇ କରିବାକୁ ପଡିବ। ତେବେ କଣ ଲେଖା ଅଛି, ନ ସୁଟ୍ ପ୍ରସିକ୍ୟୁସନ ଅର other legal proceedings shall lie against any person for anything which is in good faith done or intended to be done under this act or any rule made thereunder। ଅର୍ଥାତ୍ କହିବାକୁ ଗଲେ ଏଇ ଏଇ ଅଧିକାର ବଳରେ ଜଣେ ପିଆଇଓ ବା ଯେକୌଣସି ବ୍ୟକ୍ତି ଯେକୌଣସି କାର୍ଯ୍ୟକ୍ରମରେ ଯଦି ଗୁଡ୍ ଫେଥରେ ସଦ୍ବିଶ୍ୱାସରେ ସଦିଚ୍ଛାରେ ସଦ୍ବିଶ୍ୱାସରେ କିଛି କାର୍ଯ୍ୟ କରିଛନ୍ତି ସେ କାର୍ଯ୍ୟ ବିପରୀତରେ କୌଣସି ରିଟ୍ ପିଟିସନ କରାଯାଇ ପାରିବନି, ସୁଟ୍ କରାଯାଇ ପାରିବ, ସୁଟ୍ ପିଟିସନ ଦାଖଲ କରାଯାଇ ପାରିବନି ବା ଲିଗାଲ ଆକ୍ସନ ଲିଗାଲ ପ୍ରୋସିଡିଂ କରାଯାଇ ପାରିବ ନାହିଁ। କାରଣ ସେ କଣ କରିଛନ୍ତି ନା ଗୁଡ୍ ଫେଥରେ କାର୍ଯ୍ୟ କରିଛନ୍ତି। ତେବେ ଚାଲନ୍ତୁ ଗୁଡ୍ ଫେଥ୍ କହିଲେ କଣ ବୁଝିବା, ଗୁଡ୍ ଫେଥ୍ ର ମିନିଂ ଟା କଣ। ଇନ୍ ଦ ରେସ୍ପେକ୍ଟ ଅଫ ଆରଟିଆଇ ଆମେ ଗୁଡ୍ ଫେଥ୍ କାହାକୁ କହିବା, ଇନ୍ ଦ କଣ୍ଟେକ୍ସଟ ଅଫ ଦ ରାଇଟ୍ ଟୁ ଇନଫର୍ମେସନ ଆକ୍ଟ ଗୁଡ୍ ଫେଥ୍ ଜେନେରାଲି ରେଫର୍ସ ୱାନ୍ ଅନେଷ୍ଟ ଆଣ୍ଡ ସିନସିୟର ଇଣ୍ଟେନସନ। ଜଣଙ୍କର ସାଧୁତା ତା କର୍ମ ଜୀବନରେ ସାଧୁତା ଭାବରେ କର୍ମ ପ୍ରତିପାଦନ କରିବା ଏବଂ ସିନସିୟର ସରଳ ନମ୍ର ଭାବରେ ଯାହା କାର୍ଯ୍ୟକ୍ରମ ଅଛି ତାକୁ ପରିଚାଳନା କରିବା ବା ତାକୁ କଣ ଏକାଉଣ୍ଟେବିଲିଟି କରିବା ହଉଛି ଗୁଡ୍ ଫେଥ୍। ଟୁ ଆକ୍ଟ ୱିଥାଉଟ୍ ଏନି ମାଲିସିୟସ୍ ଇଣ୍ଟେଣ୍ଟ ଅର୍ ଅଲ୍ଟେରିୟର ମୋଟିଭ when dealing with ଆରଟିଆଇ ରିକ୍ୱେଷ୍ଟ। ଯେତେବେଳେ ଆରଟିଆଇ ରିକ୍ୱେଷ୍ଟ ଆପଣଙ୍କର କମ୍ପ୍ଲାଏ କରିବାକୁ ଯାଉଛନ୍ତି ବା କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି ସେଇ ସମୟରେ କୌଣସି ପବ୍ଲିକ ଇନଫର୍ମେସନ ଅଫିସର ଯଦି ମାଲିସିୟସ୍ ଇଣ୍ଟେନସନ ନାହିଁ ବା ଇଣ୍ଟେଣ୍ଟ ନାହିଁ ବା ଅଲ୍ଟେରିୟର ମୋଟିଭ ନାହିଁ ତାହେଲେ ଆମେ ଜାଣିବା ଯେ ସେଇଟା ଗୁଡ୍ ଫେଥ୍ ରେ ସେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ଗୁଡ୍ ଫେଥ୍ ରେ ଯଦି ଜଣେ ପିଆଇ କରୁଛନ୍ତି ବୋଲି ଯଦି ଆମେ ଭାବିବା ତାହେଲେ ଆନ୍ ଅନେଷ୍ଟ ଆଣ୍ଡ ସିନସିୟର ଇଣ୍ଟେନସନ ରେ ସେ କାମ କରୁଥିଲେ, ଆନ୍ ଅନେଷ୍ଟ ଆଣ୍ଡ ସିନସିୟର ଇଣ୍ଟେନସନ ରେ ସେ କାମ କରୁଥିବେ, ତାହେଲେ ତାକୁ ଆମେ ଟ୍ରିଟ କରିବା ଯେ ପିଆଇଓ ଗୁଡ୍ ଫେଥ୍ ରେ କାର୍ଯ୍ୟ କରୁଛନ୍ତି ଯାହା ଆରଟିଆଇ ର ପ୍ରାବଧାନ ସେକ୍ସନ 21 ରେ ଅବସ୍ଥାପିତ ଅଛି। ବୁଝିପାରିଲେ। ତେବେ ଆଉ ଗୋଟେ ବିଷୟ ଆମେ ଆଲୋଚନା କରିବା ଯେ କଣ ଗୁଡ୍ ଫେଥ୍ ର ଏକ୍ସାମ୍ପଲ ଅଛି ଇନ୍ ଆରଟିଆଇ। ଗୁଡ୍ ଫେଥ୍ କହିଲେ କଣ ବୁଝିବା, ପ୍ରୋଟେକ୍ସନ ଅଫ ଆକ୍ସନ ଟେକେନ୍ ଇନ୍ ଗୁଡ୍ ଫେଥ୍ ପବ୍ଲିକ ଇନଫର୍ମେସନ ଅଫିସର ଫର in relation to supply of information or help to public, help to citizen। ତ ଏକ୍ସାମ୍ପଲ କଣ କଣ ଅଛି ଆରଟି ତାକୁ ଆମେ ବୁଝିବାକୁ ପଡିବ। ତେଣୁ ସମସ୍ତ ପବ୍ଲିକ ଇନଫର୍ମେସନ ଅଫିସର ଏହା ପ୍ରତି ଦୃଷ୍ଟି ଦେବା ଦରକାର, କାରଣ ଏହାରି ପଛରେ ଗୋଟେ ସେକେଣ୍ଡ ଅପିଲ ର ବିଷୟବସ୍ତୁ ଆପଣଙ୍କ ସହିତ ଆଲୋଚନା କରିବି ଯୋଉଟା କି ଗୁଡ୍ ଫେଥ୍ ବୋଲିକି ଯୋଉ ଇନଫର୍ମେସନ କୁ ନାରେଟିଭ କରିବା ପରିବର୍ତ୍ତେ ବା ଠିକ ଇନଫର୍ମେସନ ଦେବା ପରିବର୍ତ୍ତେ ନାରେଟିଭ କରିକି ଯୋଉ ମାଲିସିୟସ୍ ଇଣ୍ଟେନସନ ପ୍ରତିପାଦନ କଲେ ଯାହା ଫଳରେ ପେନାଲ୍ଟି ବା କମ୍ପେନସେସନ ଦିଆଯାଇଛି ତା ବିଷୟରେ ମଧ୍ୟ ମୁଁ ଆପଣଙ୍କ ପାଖରେ ରଖିବି, ତେଣୁକରି ଭଲ ଭାବରେ ଶୁଣିବାକୁ ଚେଷ୍ଟା କରିବେ। ତେବେ ଚାଲନ୍ତୁ ଗୁଡ୍ ଫେଥ୍ କହିଲେ ତାର ଏକ୍ସାମ୍ପଲ କଣ। ଗୁଡ୍ ଫେଥ୍ ର ଏକ୍ସାମ୍ପଲ ଇନ୍ ଆରଟିଆଇ ପିଆଇ ଙ୍କର ଗୁଡ୍ ଫେଥ୍ କହିଲେ କଣ ନା ଏ ପିଆଇଓ ପ୍ରୋଭାଇଡିଂ ଇନଫର୍ମେସନ ଇନ୍ ରେସ୍ପନ୍ସ ଟୁ ଦ ଆରଟିଆଇ ରିକ୍ୱେଷ୍ଟ ଇଭେନ୍ ଇଫ୍ ଦ information is sensitive because they believe it is not exempt under the act and that the applicant has a right to it। ଯଦିଓ ଜଣେ ପିଆଇଓ ଯୋଉ କାର୍ଯ୍ୟ କରୁଛନ୍ତି ଏବଂ ସେ ଜାଣିଲେ ସେଇ ଇନଫର୍ମେସନ ଟି ଗୋଟେ ସେନ୍ସିଟିଭ ଇନଫର୍ମେସନ ତଥାପି ସେ ସେଟା ବିଲିଭ କଲେ ବିଶ୍ୱାସ କଲେ ଏଇଟା ଏକ୍ସାମ୍ପଟେଡ ନୁହଁ ଇନଫର୍ମେସନ ରୁ, ତେଣୁକରି ସିଟିଜେନ ଦେଖିବା ପାଇଁ ବା ଆକ୍ସେସ କରିବା ପାଇଁ
ତାଙ୍କର ଅଧିକାର ଅଛି ଏଇ ବିଷୟବସ୍ତୁ ହୃଦବୋଧ କରିବା ଦରକାର କାହାର ନା ପବ୍ଲିକ ଇନଫର୍ମେସନ ଅଫିସର ଦେନ୍ ଇଟ୍ ୱିଲ୍ ବି ଟ୍ରିଟେଡ୍ ଏଜ ଏ ଗୁଡ୍ ଫେଥ୍ ୱାର୍କ or good faith action taken by the public information while complying the application of a applicant এইটা হচ্ছে পয়েন্ট ওয়ান গুড ফেথ ର ବହୁତ ଇମ୍ପୋର୍ଟାଣ୍ଟ ପବ୍ଲିକ ଇନଫର୍ମେସନ ଅଫିସର ପାଇଁ ଭଲରେ ଶୁଣନ୍ତୁ ଆଉ ବୁଝିବାକୁ ଚେଷ୍ଟା କରନ୍ତୁ then second one is a PIO making a genuine effort to locate and provide information even if it takes time and effort because they understand the importance of transparency and accountability because PIO they understand or PIO he she understand that what is the importance of transparency and accountability ସେ ଜାଣିଛନ୍ତି ପବ୍ଲିକ ଇନଫର୍ମେସନ ଅଫିସର ଟ୍ରାନ୍ସପାରେନ୍ସି କଣ ଏକାଉଣ୍ଟେବିଲିଟି କଣ ତାଙ୍କର ଦାୟିତ୍ୱ ମାନେ ଦାୟିତ୍ୱକୁ ଏକାଉଣ୍ଟେବିଲିଟି କରିବା ପାଇଁ ତାଙ୍କର ଯୋଉ ଏନସିଓର କରିବା ପାଇଁ ଏବଂ ଟ୍ରାନ୍ସପାରେନ୍ସି ସ୍ୱଚ୍ଛତା ପ୍ରତିପାଦନ କରିବା ଏବଂ ନିଜର କର୍ତ୍ତବ୍ୟକୁ ନିର୍ବାହ କରିବାର ଇମ୍ପୋର୍ଟାନ୍ସ ସେମାନେ ଜାଣିଛନ୍ତି ତେଣୁକରି କଣ ନା ଯେତେବେଳେ ସେମାନେ କାର୍ଯ୍ୟ କରୁଛନ୍ତି ଜେନୁଇନ ଏଫର୍ଟ ଦେବେ ଜେନୁଇନ ଏଫର୍ଟ ଏବଂ କଣ ଇଭେନ୍ ଦ ଜେନୁଇନ ଏଫର୍ଟ ଦେଇକି ତାକୁ ଲୋକେଟ କରିବେ ଇନଫର୍ମେସନ ଖୋଜିବେ ବା ତଦାରଖ କରି କୋଉ ଜାଗାରେ ଅଛି ତାର କଣ ଇନଫର୍ମେସନ ର ଲୋକେଟ କରିବେ ଏବଂ ପ୍ରୋଭାଇଡିଂ ଇନଫର୍ମେସନ ପ୍ରୋଭାଇଡ କରିବା ପାଇଁ ସେମାନେ ଚେଷ୍ଟା କରିବେ ଇଭେନ୍ ଇଫ୍ ଯଦିଓ it it takes time and effort এইটা ଅଧିକ ଏଫର୍ଟ ଦେବାକୁ ପଡୁଛି ବା ଏଇଟା ଅଧିକ ଟାଇମ ଦେବାକୁ ପଡିବ ତଥାପି ପିଆଇଓ ଜାଣିପାରୁଛନ୍ତି ଯେ ଇମ୍ପୋର୍ଟାନ୍ସ ଅଫ ଟ୍ରାନ୍ସପେରେନ୍ସି ଆକାଉଣ୍ଟେବୁଲ ତେଣୁକରି ସେ କଣ କରୁଛନ୍ତି ନା ସେ ଇନଫର୍ମେସନ ଦେବା ପାଇଁ ସେ ଏଫର୍ଟ ଜେନ୍ୟୁଇନ ଏଫର୍ଟ ଦେଉଛନ୍ତି ଏବଂ ଜେନ୍ୟୁଇନ ଭାବରେ କଣ ସେ ନିଜର ଏଫର୍ଟ ଦେଉଛନ୍ତି ଅଣ୍ଡରଷ୍ଟାଣ୍ଡ କରିପାରୁଛନ୍ତି ଇମ୍ପୋର୍ଟାନ୍ସ ଅଫ ଟ୍ରାନ୍ସପେରେନ୍ସି ଆକାଉଣ୍ଟେବିଲି ବୁଝିପାରୁଛନ୍ତି ଏବଂ ଏଇଟା ଯଦି ଅଧିକ ଟାଇମ ନବ ଏଇ ଇନଫର୍ମେସନ ତିଆରି କରିବାରେ ବା ଇନଫର୍ମେସନ ପ୍ରିପେୟାର କରିବାରେ ତଥାପି ସେ ଗୁଡ ଏଫର୍ଟରେ କାମ କରୁଛନ୍ତି ତ ଏଇଟାକୁ ବୁଝାଯିବ ଆପଣଙ୍କର କଣ ଗୁଡ ଫେଥ୍ ଜେନ୍ୟୁଇନ ଏଫର୍ଟ ପିଆଇଓ ଦେଇଛନ୍ତି ଜେନ୍ୟୁଇନ ଏଫର୍ଟ ଦେଇଛନ୍ତି ଏଇଟା ହଉଛି ପଏଣ୍ଟ ନମ୍ବର 2 ରେ ଆମେ କହିପାରିବା ଏଇଟା ହଉଛି ଗୁଡ ଫେଥ୍ ରେ ପିଆଇଓ କାର୍ଯ୍ୟ କରୁଛନ୍ତି କିନ୍ତୁ ବେଳେ ବେଳେ ଆଜିକାଲି ପିଆଇ ମାନେ କଣ କରୁଛନ୍ତି ନା ଗୁଡ ଏଇଟା ଅଧିକ ସମୟ ଯିବ ମ୍ୟାନ ପାୱାର ଅଧିକ ଖର୍ଚ୍ଚ ହବ ସିଧାସଳଖ କଣ ନା ପିଆଇ ମାନେ କଣ କରୁଛନ୍ତି ସେକ୍ସନ 7 ର 9 କୁ କୋଟ କରିକି ଆପଣଙ୍କର ବିଭିନ୍ନ ସମୟରେ ରିଜେକ୍ଟ କରୁଛନ୍ତି ସେଇଟା ଆପଣ ଗୁଡ ଫେଥ୍ ରେ କାମ କରୁନାହାନ୍ତି ବା ସେମାନେ ବୁଝି ପାରୁନାହାନ୍ତି ଯେ ହ୍ୱାଟ ଇଜ ଦ ଇମ୍ପୋର୍ଟାନ୍ସ ଅଫ ଟ୍ରାନ୍ସପେରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଇନ୍ ଆରଟିଆଇ ସେ ପିଆଇ ବୁଝି ପାରୁନାହାନ୍ତି ତେଣୁକରି ସେମାନେ ସେଟାକୁ ରିଜେକ୍ଟ କରୁଛନ୍ତି ବା ସେମାନେ ଇନ୍ସପେକ୍ସନ କରିବା ପାଇଁ ଡାକୁଛନ୍ତି ହ୍ୱାଟ ଏଭର ମେ ବି କିନ୍ତୁ ପ୍ରକୃତ ପକ୍ଷେ ଗୁଡ ଫେଥ୍ ଆରଟି ଆକ୍ଟ ସେକ୍ସନ 21 ରେ ଯାହା ଅଛି ଗୁଡ ଫେଥ୍ କହିଲେ ଏଇଟା ବୁଝାଯାଏ ଦେନ୍ ପଏଣ୍ଟ ନମ୍ବର 3 ରେ କଣ କୁହାଯାଉଛି ଗୁଡ ଫେଥ୍ କହିଲେ କଣ ବୁଝାଯିବ ନା ଏ ପିଆଇଓ ରିଫ୍ୟୁଜିଂ ଟୁ ଡିସକ୍ଲୋଜ ଇନଫର୍ମେସନ ବିକଜ ଦେ ବିଲିଭ୍ ଇଟ୍ ଫଲ୍ସ ଅଣ୍ଡର ଏ valid exemption under the RTE Act after carefully considering the relevant provision and the specific circumstance ଗୋଟେ ସ୍ପେସିଫିକ ସର୍କମଷ୍ଟାନ୍ସ ରେ ସେ ବୁଝି ପାରିଲେ ଯେ ଏଇ ଇନଫର୍ମେସନ ଟି ଆପଣଙ୍କର ଇନଫର୍ମେସନ ରେ ଫଲ କରୁନି ବା ଭାଲିଡ ରହୁଛି କୋଉଠି ନା ଏକ୍ସେମ୍ପଟେଡ ହେବାରେ ଭାଲିଡ ରହୁଛି ଏକ୍ସେମ୍ପଟେଡ ସେକ୍ସନ 81 ରୁ ଏ ରୁ ଯେ ପର୍ଯ୍ୟନ୍ତରେ ଯୋଉ ଏକ୍ସେମ୍ପଟେଡ ହେବାରେ ଏଇଟା ଭାଲିଡ ଅଛି ପ୍ରକୃତ ପକ୍ଷେ এই ଇନଫର୍ମେସନ ଦିଆଯାଇ ପାରିବ ନାହିଁ ତ ଏଇଟା ଆପଣଙ୍କର ଇନଫର୍ମେସନ ଦେବାରେ ବା ସେକ୍ସନ 2F ରେ ଏଇଟା ଫଲ କରୁନାହିଁ ଏଇଟା ସେ କଣ ନା ଏଇ ଇନଫର୍ମେସନ ରେଫ୍ୟୁଜ କରୁଛନ୍ତି ଡିସକ୍ଲୋଜ କରିବା ପାଇଁ କାରଣ ସେଟା ଭ୍ୟାଲିଡ ଅଛି ଏକ୍ସେମ୍ପଟେଡ କାରଣ ସେଟା ବିଲିଭ କରୁଛନ୍ତି ସେ ଇନଫର୍ମେସନ ଦେବାକୁ ଆବଶ୍ୟକ ନାହିଁ ବା ସେ ଇନଫର୍ମେସନ ଦିଆଯାଏ ଇନଫର୍ମେସନ ଭାବରେ ପରିଗଣିତ ହଉନି ବା 2F ରେ ସେଇଟା ଆସୁନି ତେଣୁ ପିଆଇଓ ସେଇଟା ବିଶ୍ୱାସ କଲେ ସେ ଇନଫର୍ମେସନ ଟି ଦେବେ ନାହିଁ ଏଇଟା ହଉଛି ପ୍ରକୃତ ପକ୍ଷେ ଗୁଡ ଫେଥ୍ এইটা হচ্ছে প্রকৃত পক্ষে দিস ইজ কনসিডার অ্যাজ এ গুড ফেথ বাই দা পিআইএল তেণুকরি সে জানিলে যে ইনফরমেশনটি এক্সাম্পটেড রে ভ্যালিড ଅଛି ଆଉ ଏଇଟାକୁ ଡିସକ୍ଲୋଜ କରାଯାଇ ପାରିବନି ବା ଏ ଇନଫର୍ମେସନ ଦିଆଯାଇ ପାରିବନି କାରଣ ଏଇଟା ଆପଣଙ୍କର ସେକ୍ସନ 2F ବା ଇନଫର୍ମେସନ ରେ ଏଇଟା ଆସୁନାହିଁ ତ ଦିସ୍ ଇଜ କଲ୍ଡ ଏ ଗୁଡ ଫେଥ୍ ତେବେ ଆସନ୍ତୁ ଆମେ ୟାର ଇଲୁଷ୍ଟ୍ରେସନ ଯିବା ଗୁଡ ଫେଥ୍ ର ଗୋଟେ ଏକ୍ସାମ୍ପଲ ଦେବା ବୁଝିବା ଗୋଟେ ବିଷୟବସ୍ତୁକୁ ନେଇକି ଗୁଡ ଫେଥ୍ କହିଲେ କଣ ବୁଝା ଯାଉଛି ସେଇଟା ବୁଝିବା ଏଇଟା ଭଲ ଭାବେ ଶୁଣନ୍ତୁ ଗୁଡ ଫେଥ୍ ର ମିନିଂ କଣ Imagine a scenario where a citizen file an RTA application seeking information about government project ଗୋଟେ ଗଭର୍ଣ୍ଣମେଣ୍ଟ ପ୍ରୋଜେକ୍ଟ ବିଷୟରେ ଜଣେ ଆପ୍ଲିକାଣ୍ଟ RTA ଫାଇଲ କରିଛନ୍ତି ବା RTA ଆପ୍ଲିକେସନ କରିଛନ୍ତି ତ ଏହି ପରିପ୍ରେକ୍ଷୀରେ the PIO after reviewing the request and the relevant files decide to
disclose some internal communication that were not marked as confidential. ପିଆଇ ଯେତେବେଳେ କେୟାରଫୁଲି ଆପଣଙ୍କର ରିଭ୍ୟୁ କଲେ ଗୋଟେ ପ୍ରୋଜେକ୍ଟ ବିଷୟରେ ମାଗିଛନ୍ତି ଗୋଟେ ଆପ୍ଲିକାଣ୍ଟ ଏବଂ କେୟାରଫୁଲି ସେ ପ୍ରୋଜେକ୍ଟ ଉପରେ ରିଭ୍ୟୁ କଲେ ଏବଂ ସେଥିରେ ଗୋଟେ ଲେଖା ଅଛି ଯେ ଗୋଟେ ଇଣ୍ଟରନାଲ କମ୍ୟୁନିକେସନ ସେ ଦେବା ପାଇଁ ଚାହୁଁଛନ୍ତି ତାଙ୍କ ମଧ୍ୟରେ ସେ ଗଭର୍ଣ୍ଣମେଣ୍ଟରେ ବା ସେ ପବ୍ଲିକ ଏମ୍ପ୍ଲୟି ମାନଙ୍କ ମଧ୍ୟରେ ବା ଗଭର୍ଣ୍ଣମେଣ୍ଟ ଅଫିସିଆଲରେ ଯୋଉ ଇଣ୍ଟରନାଲ କମ୍ୟୁନିକେସନ ଥିଲା ସେ ଇଣ୍ଟରନାଲ କମ୍ୟୁନିକେସନକୁ ସେ ଦେବାକୁ ଚାହୁଁଛନ୍ତି କାହିଁକି ନା ସେଇଟା ଆପଣଙ୍କର ନଟ୍ ମାର୍କଡ ଏଜ୍ କନଫିଡେନ୍ସିଆଲ କନଫିଡେନ୍ସିଆଲ ବି ମାର୍କ କରାହେଇନି ତେଣୁକରି ସେ ଇଣ୍ଟରନାଲ କମ୍ୟୁନିକେସନଟା ସେ ଦେବା ପାଇଁ ସେ ଡିସାଇଡ କଲେ ବା ଚାହିଁଲେ କାରଣ ଏଇଟା ପବ୍ଲିକ କୁ ଦରକାର ଅଛି ବା ସେଇ ସିଟିଜେନ କୁ ବା ସେଇ ଆପ୍ଲିକାଣ୍ଟ କୁ ଦରକାର ଅଛି ତାହେଲେ ଏଇଟାକୁ ଆମେ କନସିଡର କରିବା ଦିସ୍ ଇଜ କନସିଡର ଏଜ ଏ ଗୁଡ ଫେଥ୍ ଦିସ୍ ଇଜ କନସିଡର ଏ ଗୁଡ ଫେଥ୍ ଯଦିଓ ଇଣ୍ଟରନାଲ କମ୍ୟୁନିକେସନ ହେଇଛି କିନ୍ତୁ ସେଟା ମାର୍କ କରାହେଇନି ଏଇଟା କନଫିଡେନ୍ସିଆଲ ବୋଲି ତେଣୁକରି ସେ ପ୍ରୋଜେକ୍ଟ ଉପରେ ସେ ଆପ୍ଲିକାଣ୍ଟ ଯୋଉ ଇନଫର୍ମେସନ ମାଗିଛନ୍ତି ସେଟା ଦେବା ପାଇଁ ସେ ଯୋଉ ଇଣ୍ଟରନାଲ କମ୍ୟୁନିକେସନ ଦେବା ପାଇଁ ସେ କଣ ନିଷ୍ପତ୍ତି ନେଉଛନ୍ତି ଏଇଟା ହଉଛି ଆପଣଙ୍କର ଗୁଡ ଫେଥ୍ ଲେଟର ଇଟ୍ସ ଆର୍ଗ୍ୟୁଡ ଦ୍ୟାଟ this information should not have been disclosed because it could potentially harm the project ଏବଂ ଆଉ ଗୋଟେ ବିଷୟ ମଧ୍ୟ ସେ ଭାବୁଛନ୍ତି କଣ ନା ଆର୍ଗ୍ୟୁ କରୁଛନ୍ତି ବା ସେଠି ନିଜର ପକ୍ଷ ରଖୁଛନ୍ତି ଯୁକ୍ତି କରୁଛନ୍ତି ବା ଯୁକ୍ତି ବାଢୁଛନ୍ତି ଯେ ଏଇ ଇନଫର୍ମେସନଟି ପୋଟେନସିଆଲି ହାର୍ମ ଦ ପ୍ରୋଜେକ୍ଟ ଏଇ ପାର୍ଟର ଇନଫର୍ମେସନଟି ଆପଣଙ୍କର ପୋଟେନସିଆଲି ହାର୍ମ ଦ ପ୍ରୋଜେକ୍ଟ ଉପରେ ପୋଟେନସିଆଲି ବା ଥିଓରିଟିକାଲି ବା ଆପଣଙ୍କର ଜେନ୍ୟୁନଲି ଏଇଟା ହାର୍ମ କରିବ ତେଣୁକରି ଏଇ ଇନଫର୍ମେସନ ଦିଆଯାଇ ପାରିବ ନାହିଁ believing the information was not exempt and that the applicant had a right to it যদিও ସେ ବିଲିଭ କରିପାରିଲେ however ଯଦିଓ ସେ ବିଲିଭ କରିପାରିଲେ ଯଦି ପୋଟେନସିଆଲି ଥିଓରିଟିକାଲି ଏଇଟା ହାର୍ମ ପ୍ରୋଜେକ୍ଟକୁ କିନ୍ତୁ ସେଇଟା ସେ ଯଦି ସେ ଆର୍ଗ୍ୟୁ କରିପାରିଲେ କଣ ଆର୍ଗ୍ୟୁ କରିପାରିଲେ ନା ଯଦିଓ ଏଇଟା କନଫିଡେନ୍ସିଆଲ ନୁହଁ ଯଦିଓ ଏଇଟା ଆପଣଙ୍କର ମାର୍କ କରାହେଇନି ଆପଣଙ୍କର କନଫିଡେନ୍ସିଆଲ ବୋଲି ତଥାପି ଏଇ ଇନଫର୍ମେସନ ଦେଲେ କି ଆପଣଙ୍କ ଥିଓରିଟିକାଲି କୌଣସି ହାର୍ମ ଅଛି ବୋଲି ସେ ଯଦି ବୁଝିପାରିଲେ ତାହେଲେ ଦେବେ ନାହିଁ କିନ୍ତୁ ସେ ଯଦି ଆର୍ଗ୍ୟୁଟ କରିପାରିଲେ ନାହିଁ ଯଦିଓ ହାର୍ମ ଅଛି ତଥାପି ଏ ଇନଫର୍ମେସନ ସିଟିଜେନ ଦେଖିବା ଦରକାର ବା ଆବଶ୍ୟକ ଅଛି ସେ କଣ ଆପ୍ଲିକାଣ୍ଟ ର ଗୋଟେ ରାଇଟ୍ ଅଛି ଏଇଟାକୁ ଆକ୍ସେସ କରିବା ପାଇଁ ସେଇ କ୍ଷେତ୍ରରେ ସେ ଗୁଡ ଫେଥ୍ ବୋଲିକି ସେ ଇନଫର୍ମେସନ ଟି ଦେଇପାରିବେ ଦେ ମେ ବି ପ୍ରୋଟେକ୍ଟେଡ ଫ୍ରମ ପେନାଲିଟିଜ ଅଣ୍ଡର ସେକ୍ସନ 21 ଅଫ ଦ ଆରଟି ଆକ୍ଟ ତ ଏଇଭଳିକା ପିଆଇ ଯୋଉମାନେ ଜାଣିପାରିଲେ ଯେ ପୋଟେନସିଆଲି ହାର୍ମ ଦ ପ୍ରୋଜେକ୍ଟ ତଥାପି ସେଇଟା ଜଣେ ସିଟିଜେନ ଦେଖିବା ପାଇଁ ଅଧିକାର ଅଛି ସେ ଦେଖିପାରିବେ ତ ସେଇ ଇନଫର୍ମେସନ ସେ ଯଦି ଦେଇଛନ୍ତି ଏଇ କ୍ଷେତ୍ରରେ ସେକ୍ସନ 21 ପ୍ରକାରେ ତାଙ୍କ ପ୍ରତି କୌଣସି ପେନାଲ୍ଟି ଇମ୍ପୋଜ କରାଯାଇ ପାରିବ ନାହିଁ ଏଇଟା ହଉଛି ତାର ପ୍ରକୃତ ପକ୍ଷେ ଏସେନ୍ସ ବା ସାରାଂଶ ବା ବିଷୟବସ୍ତୁର ମୁଖ୍ୟାଂଶ which provides protection for action taken in good faith ଯାହାକି ପ୍ରୋଭାଇଡ୍ କରୁଛି ପ୍ରୋଟେକ୍ସନ for action taken in good faith पूरा क्लारिटी भाबरे मु आपण मानकु एई सेक्शन 21 टा बुझेली तो निश्चित भाबरे आपण माने बुझी पारथिबे पब्लिक इन्फॉर्मेशन ऑफिसर माने बा फास्ट अपीलेट अथॉरिटी बा सिटीजन माने मध्ये बुझी पारथिबे जे प्रकृत पक्षे गुड फेथ कहले कोन बुझा पड़ुची आ सेक्शन 21 रे आमे कोन कोन जस्टिफाई करि परिबा से विषय प्रति हमकु एई तमाम विवरणी प्रति जानिबा दरकार बा विषय वस्तु प्रति ध्यान देबा दरकार मु गोटे विषय आपनको कहिबी जे ऑनेस्ट इंटेंशन कोन गोटे पीआई रो ऑनेस्ट इंटेंशन हैला जेन्युइनली बिलीव करिवो से दे आर एक्टिंग इन अकॉर्डेंस विथ द लॉ एंड स्पिरिट ऑफ द आरटी एक्ट जेन्युइनली बिलीव करछंती एटा स्पिरिट ऑफ द आरटी एक्ट आपु देबाक पड़िबो आरटी परिधि भितर अछि सूचना अधिकार आईन रो परिधि भितर अछि ताहाले ए इन्फॉर्मेशन टी दिया जाय परिबो ड्यू केयर एंड अटेंशन एटा रहिबा दरकार पब्लिक गोटे गुड फेथ पब्लिक इन्फॉर्मेशन ऑफिसर पाखरे ए जो ऑनेस्ट इंटेंशन एवं ड्यू केयर एंड अटेंशन कहले कोन बुझा पड़ुची ना द पीआईओ हैज taken reasonable step to understand the request identify the relevant information and provide it to the applicant unless exempt जदियो एटा exempt हो नाही तथापि जदियो जानी पारले पब्लिक इन्फॉर्मेशन ऑफिसर एटा एग्जाम हे पारु नाही तो तारी परिप्रेक्षी जे पब्लिक इन्फॉर्मेशन ऑफिसर रिजनेबल स्टेप नै छंती बा उचित पदक्षेप से ग्रहण करिसंती कोन ना से रिक्वेस्ट को अंडरस्टैंड करिया पई बा से रिक्वेस्ट को आइडेंटिफाई करिया पई से इन्फॉर्मेशन को लोकेट करिया पई
से रिक्वेस्ट को आइडेंटिफाई करने इनफॉरमेशन को लोकेट करने से appropriate step has been taken by the PIO reasonable step से नहीं छंती तो एई परिप्रेक्षी रे जदि सेटा आपनकर कोन अनलेस exempt जदियो सेटा आपनकर exempted कैटेगरी रे आसे नै सेक्शन 81 रे बा सेक्शन 9 रे आसे नै बा exempted रे सेटा आसे नै ताहेले से रिजनेबल जो स्टेप नै छंती अंडरस्टैंड द रिक्वेस्ट एंड आइडेंटिफाई करछंती ताहेले ताकू को आजिबो आपनकर ड्यू केयर एंड अटेंशन ड्यू केयर एंड अटेंशन कोन ना रिजनेबल स्टेप टू अंडरस्टैंड द रिक्वेस्ट identify the or identify the relevant information and provide it to the applicant unless जदियो एटा आपनकर exempted नाही ताहाले एटा कहजबो आपनकर ड्यू केयर अटेंशन तापरे आउ गोटे विषय रे हम आलोचना करबा से होचे absence of malicious intent जेतेबेले पब्लिक इन्फॉर्मेशन ऑफिसर गोटे आरटी कंप्लाई करछंती एप्लीकेशन रा कंप्लाई करछंती देयर शुड बी absence of malicious intent कौन सी प्रकार मालिशियस इंटेंट रहिबा आवश्यक नहीं कौन सेटा मालिशियस इंटेंट द पीआई इज नॉट ट्राइंग टू ऑब्स्ट्रैक्ट द एप्लीकेंट पीआई को मिसलीडिंग करिबा बा पीआई को ऑब्स्ट्रैक्ट करिबा बा पीआई एक्सेस करिबा इंफॉर्मेशन को मिस यूज करिबा बा misuse their position for पर्सनल गेन पाई तांकर जो पोजीशन अछि पब्लिक इन्फॉर्मेशन ऑफिसर का जो डिस्क्रिशनरी पावर अछि तांकर जो डेजिग्नेशन अछि ताकू मिसयूज करछंती बा मालिशियस इंटेंट रखिकी इन्फॉर्मेशन देबारे से कोन प्रतिबंधक सृष्टि करछंती एप्लीकेंट को ट्राइंग टू ऑब्स्ट्रैक्ट द एप्लीकेंट्स एक्सेस टू इन्फॉर्मेशन और टू मिसयूज देयर पोजीशन फॉर पर्सनल गेन एटा कहबे आपनकर एब्सेंस ऑफ मालिशियस इंटेंट एही भलिया इंटेंशन रहिबा कथा नुह पब्लिक इन्फॉर्मेशन ऑफिसर पाखरे ए इंटेंशन छिले याकू आपनकर कहा जाय परिबो नै जे एटा एब्सेंस अछि मालिशियस इंटेंट एटा कहा जाय परिबो जे प्रेजेंट ऑफ मालिशियस इंटेंट तन करी एही जो ऑब्स्ट्रैक्ट करिया कथा बा मिसयूज निजर पर्सनालिटी निजर पद पदवी रो मिसयूज करिबा एटा होची आपनकर मालिशियस इंटेंट तो एटा रहिबा दरकार नै एटा एब्सेंट रहिबा दरकार जते बेले आपनकर पब्लिक इन्फॉर्मेशन ऑफिसर हिसाब रे आपण इन्फॉर्मेशन सप्लाई करे जाउछन्ते बा एप्लीकेशन टाकू कोन एप्लीकेशन टाकू कंप्लाई करबा को जाउछन्ती देन नेक्स्ट कोन करबा मु आपन मान पाखरे गोटे कहितली जे हम ओडिशा इन्फॉर्मेशन कमिशन रो गोटे सेकंड अपील नंबर रे मु आपन मान सहित गोटे केसी इंटरैक्ट करछि गोटे हला आपन सेकंड अपील नंबर 412 बाय 2017 रे सेतले दी देन इन्फॉर्मेशन कमिशन बीके महापात्र एटा को डिस्पोज ऑफ करथिले बा हियरिंग करैथिले के कहा विपक्ष रे ना पब्लिक इन्फॉर्मेशन ऑफिसर एफएससीडब्ल्यू एंड कंज्यूमर वेलफेयर डिपार्टमेंट ना से समय यार मीनिंग ता हला जे पब्लिक इन्फॉर्मेशन ऑफिसर जहा देथिले किछि किछि इन्फॉर्मेशन दे दैछंती एवं प्रकृत पक्षे जो वैलिड इन्फॉर्मेशन मागिथिले जोटा कि नितांत दरकार भवानी एप्लीकेंट होसुनी भवानी शंकर नंद तो जो वैलिड इन्फॉर्मेशन दरकार से वैलिड इन्फॉर्मेशन दिया जाय नथला किंतु जो इन्फॉर्मेशन रो किछि आवश्यकता नाही माने आपनकर साधा इन्फॉर्मेशन से साधा इन्फॉर्मेशन दे दैछंती किंतु वैलिड इन्फॉर्मेशन जोटा दरकार एवं जोटा लार्जर पब्लिक इंटरेस्ट को आपनकर एक ये करछि बुझौछि से भलिका इन्फॉर्मेशन देई नाहंती तापर लिखि दैछंती गुड आपनकर कोन ना गुड फेथ रे आपनकर एक्शन टेकन करा हैछि तेनु करी इन्फॉर्मेशन को ठीक भाबरे दिया हैछि फास्ट अपील कला परे मध्ये फास्ट अपीलेट अथॉरिटी से समान जिंस नेले किंतु जेते बेले बीके महापात्र पूर्वतन कमिशन से देखिले एटा सब आपनकर कोन मालिशियस इंटेंट अछि बा आपनकर केयरफुली ऑब्जर्वेशन करा हैनी बा आइडेंटिफाई करा हैनी बा केयरफुली इन्फॉर्मेशन देवा पई से सदिच्छा प्रकाश करि नाहंती तेनु करी एटे कंपेंसेशन मध्ये दिया जाइछि ए केस रे तेनु करी हमकु बुझिया पड़िबो जे ऑनेस्ट इंटेंशन रहबा दरकार ड्यू केयर एंड अटेंशन रहबा दरकार एवं absence of malicious इंटेंट रहबा दरकार ताहले एटा को कहजबो आपनकर कोन ना आपनकर कहजबो प्रोटेक्शन ऑफ एक्शन इन गुड फेथ प्रोटेक्शन ऑफ एक्शन इन गुड फेथ आपण माने वीडियो टी देखथिबा हेतु आपण मान धन्यवाद दोछि एवं लाइक शेयर सब्सक्राइब करबे नमस्कार।